ଲୋକାର୍ପଣ କରାଯିବ ଏ କଥା କାହିଁକି ଆବଶ୍ୟକ ପଡେ? ପ୍ରଶ୍ନ ନମ୍ବର 2, ଜଣେ ସାଧାରଣ ବ୍ୟକ୍ତି ମନରେ ପ୍ରଶ୍ନ ଆସେ ଯେ କଣ କାରଣ ଅଛି ଜଣେ ଲେଖକ, ଜଣେ କବି, ଜଣେ ଗବେଷକ ଏତେ ଗୁଡେ ସମୟ ନଷ୍ଟ କରେ, ଏତେ ଗୁଡେ ପରିଶ୍ରମ କରେ, ନିଜର ଭାବନା, ଚେତନା, ଚିନ୍ତନ ବୁଦ୍ଧି ଗୋଟେ ସାହିତ୍ୟ ରଚନା କରେ, କଣ ସେ ସାହିତ୍ୟରୁ ମିଳିବ? ଏ ଦ୍ୱିତୀୟ ପ୍ରଶ୍ନ। ତୃତୀୟ ପ୍ରଶ୍ନ, ଜଣେ ସାଧାରଣ ଲୋକଙ୍କ ମନକୁ ଆସେ ଯେ ସାହିତ୍ୟର ଜୀବନ ସହିତ କଣ ସମ୍ପର୍କ ଅଛି? ଜୀବନ କଣ ଗୋଟେ ବହି? Let us deliberate. ତାକୁ ସଂକ୍ଷେପରେ ମୁଁ ଆଶା କରିବି with intelligence and precision I would like to explain these words. ଯେ ପ୍ରଥମ କଥା ହେଲା ଜୀବନ ନିଶ୍ଚିତ ଭାବରେ ଏକ ପୁସ୍ତକ। ଜୀବନ ଆମକୁ ହସାଏ ଏବଂ କନ୍ଦାଏ। ଜୀବନରେ ସୁଖ ଅଛି, ଦୁଃଖ ଅଛି, ଆଶା ଅଛି, ନିରାଶା ଅଛି। ଜୀବନରେ ସ୍ୱପ୍ନ ଅଛି, ସ୍ୱପ୍ନ ଭାଙ୍ଗିଯିବାର ଭୟ ମଧ୍ୟ ଅଛି। ଜୀବନରେ ବିଫଳତା ଓ ସଫଳତାକୁ ଯିବାର ପ୍ରୟାସ ଅଛି। ଜୀବନରେ ଆଗାମୀ ଭବିଷ୍ୟତକୁ ଏକ ସୁନ୍ଦର ଭବିଷ୍ୟତ ଭାବି ପୁଣି ଆଶା ସଞ୍ଚାର କରିବା, ପୁଣି ଏକ ରେଜିଲିଏନ୍ସ ନେଇ ଗୋଟେ ମନୋବଳ ନେଇ ଆଗକୁ ଯିବାର ପ୍ରୟାସ ଅଛି। ପୁସ୍ତକ ମଧ୍ୟ ଏକ ଜୀବନ ଭଳି। ଏକ ନିର୍ଦ୍ଦିଷ୍ଟ ଲେଖକଙ୍କର ଗୋଟେ ପୁସ୍ତକ ପଢିଲା ବେଳେ, କିଛି ପୃଷ୍ଠା ପଢିଲା ବେଳେ ଆମକୁ ଭାରି ଖୁସି ଲାଗେ।